दीर्घ दिन धरी शिक्षकतार निशा विद्यालय पिलाମାନଙ୍କୁ ଆକଟ କରିବା ପାଇଁ ବେଳେ ବେଳେ ହାତ ଉଠେଇଦବା ପଦଭ୍ୟାସତା ଶ୍ରେଣୀକି ବଦଳେଇବାକୁ ପଡିବ। ତାହେଲେ ଏମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଶ୍ରେଣୀକୁ ଉତ୍ତେଜନାରେ ମୁଁ ଭୁଲି ଯାଇଥିଲି ଏଇଟା ମୋ ବିଦ୍ୟାଳୟ ଶିକ୍ଷକ ନୁହଁ କି ସେ ମୋ ଛାତ୍ରୀ ନୁହଁ, ମୋ ବୋହୁ ପୁଣି ହସ ଉଠେଇ ଦେବାଟା ମୋର କଣ ଭୁଲ ହେଇନି? ଆଉ ସେଇ ଭୁଲ ନ କରିବା ପାଇଁ ତୋ ବାପା ଆଜି ତୋ ସାମ୍ନାରେ ଭଲ ଚାପୁଡା ମାରି ହଉଛି ରେ। ଆରେ ଉଠ କଣ ହେଇଗଲା କି କେମିତି କାମ? ଓ ସ୍ତ୍ରୀ ମତେ ଠେଲିଦେଲା, ପଡିଗଲି। ଏଇ ବେଦନା ବେଦନା କରୁଛି ବାପା ଅବସର ପ୍ରାପ୍ତ ଶିକ୍ଷା ପାଇଁ ସତ୍ୟ ଆତ୍ମସମୀକ୍ଷା କରୁଛି। ଆରେ ସ୍ତ୍ରୀ ଉପରକୁ ଏ ଘରର ପିଲା ଉପରକୁ ହାତ ଉଠେଇବାର ପ୍ରତିବାଦ କରି ବାଙ୍ଗାର ହଉଥିବା ଲୋକଟା ବହୁ ହାତ ଉଠେଇ ପାରିଲା କେମିତି? ସାର୍ ଆପଣ ମାନଙ୍କ ଅଭିନୟ ଏବେ ଅଭିନେତା ମାନେ ଅଭିନୟ କରୁଛନ୍ତି ଆକାଶ କଥା ହେଲେ ସେମାନେ ପିଢି ସେମାନଙ୍କୁ ଆମେ ସ୍ୱାଗତ କରିବା ଦରକାର। ଯାତ୍ରା ପାର୍ଟିରେ ବର୍ତ୍ତମାନ ହିରୋ ହିରୋଇନ ମାନଙ୍କର ଅନାଗତକୁ ନିହାତି ପ୍ରାଧାନ୍ୟ ଦେବା ଉଚିତ। ଯାତ୍ରା ଜଗତ ଭବିଷ୍ୟତ ଦାସ ସେମାନଙ୍କର ପୁରୁଣା ମାନଙ୍କର ଜାଗା କିଛି ହେଇପାରୁନି ବୋଲି ମାନଙ୍କୁ ବିଜୟ ଦେଇପାରୁନି ଯାତ୍ରା ଜଗତ ତାଙ୍କ ଜାଗା ପୁରୁଣା ପାଉନି। ସେଇଠି ଚରିତ୍ରରେ ବୟସ ହେଇଗଲେ ମଧ୍ୟ ସେଇଭଳି ମୁଖ୍ୟ ଚରିତ୍ର ବ୍ୟବସାୟକୁ ଦେଇବାକୁ ସାହସ କରୁଛନ୍ତି ମାଲିକ। କଳାକାରମାନଙ୍କ ଉପରେ ସାହସ କେତେ ଭଲ ଫୁଟି ଉଠୁଛନ୍ତି, ଜଣା ପଡୁଛନ୍ତି ଭବିଷ୍ୟତ ତାଙ୍କର ଉଜ୍ଜଳ ବୋଲି। ଆମର ସ୍ୱପ୍ନ ଆପଣ ମତେ ଆପେ ରଖୁ କାଲି ସେତେବେଳେ ଆସୁଛନ୍ତି ଆମେ ସବୁ ଜାଣିଛୁ ଆମର କାହାଠୁ ତ ସୁବିଧା ଦରକାର ନାହିଁ, କିନ୍ତୁ କିଛି ତ କଳାକାର ଦେଖିବାକୁ ପ୍ରୟାସ କରୁଛନ୍ତି। ଆମେ ଦେଖିପାରୁ ସେଟା ଗ୍ରହଣ କରିବାକୁ ଆମେ ଝିଅ ଅନିଶ୍ଚିତ ଆମେ ସିନିୟର ଆମେ ଉପଦେଶ ଦେବାକୁ ବି ସାହସ ମାଲିକାନା ଆମେ ସେତିକି ସିଷ୍ଟମ ସେୟା ହେଇଯାଇଛି। ଆପଣ ମାନେ ଯାତ୍ରା ଜଗତକୁ କାନ୍ଥରେ କହିକି ଏପର୍ଯ୍ୟନ୍ତ ଆଣିଛନ୍ତି। ସେତେବେଳେ ଟ୍ରକରେ ଯାଉଥିଲୁ, ଏତେ ଛାତ୍ରସଂଖ୍ୟା ନଥିଲା, ଡଙ୍ଗା ପାରି ହେଇଥିଲି ମଧ୍ୟ ଡଙ୍ଗାକୁ ମାଛ ହୋଇଛି ହେଲାନି। ଏବେ ଡିଫରେନ୍ସ ସେପଟେ ଏପଟେ ଯାତ୍ରା ତା ମୌଳିକ ନିଶ୍ଚୟ ହଦେଇଛି। ଗାଁ ଭାଗ ଗୋଟେ ଲେଖା ନାଟକ ସଫଳତା ପରେ ଆମ ମନ ଭିତରେ ଏକ ଭବିଷ୍ୟତ ଆଶା ସଞ୍ଚାରିତ ହଉ କିଛି ନାଟକକାର ନାଟକ ପ୍ରାଚୀନ ଦେଲେଣି, ଲୋକ ନାଟକଟାକୁ ନାଚି ନାଚି ତାদের ଶହ ଶହ ଦେଖିଲେଣି। ତେଣୁ ଏମିତି ଯଦି ସବୁ ନାଟକର ମାନେ ନାଟକ ଜଗତକୁ କଳା ଅନୁଷ୍ଠାନ ମାନଙ୍କୁ ନାଟକ ପ୍ରତି ସାଧନା ଏବଂ ମାଲିକ ମାନେ ମଧ୍ୟ ପ୍ରୟାସ କରିବେ ନାଟକର ଭଲ ନାଟକ ଆଣିବା ପାଇଁ। ବ୍ୟବସାୟିକ ଦୃଷ୍ଟି ସଫଳତା ଦୃଷ୍ଟିରୁ କୋଉ ମାଲିକ ଆଉ ପାରିବେ କି ବ୍ୟାନର କିମ୍ବା ଆଗ ଧାଡିର ଭାଇରାଲ ଉପରେ ଆଉ ନିର୍ଭର କରେ। ମାନେ ଆଗରୁ ଯୋଉ ଯାତ୍ରା ହଉଥିଲା ନାଟକ ହଉଥିଲା ନାଟକର ମୌଳିକତା ଥିଲା, ନାଟକ ଦୀର୍ଘ ବର୍ଷ ଧରି ଆଦିତ୍ୟ ଲାଭ ହଉଥିଲା। ଏବେକା ନାଟକ ଆଉଠି ପଳେଇ ଯାଉ ଧାନ ଭଳି ଆଜ୍ଞା 2.5 ମାସିଆ ଫସଲ, ତେଣୁ ତାକୁ ଦୀର୍ଘ ଦିନ ଫସଲ କି 5 ବର୍ଷ ଆଗେ ଯୋଉ ନାଟକଟି ହଉଥିଲା 4-5 ବର୍ଷ ଚାଲୁଥିଲା। ବର୍ତ୍ତମାନ ତ ମୋବାଇଲ ଯୁଗ ହେଲାଣି, ଆଜି ନାଟକ କରୁ କରୁ ଡ୍ରାମା ବାଲା ନେଇକି ନାଟକ କରୁଛି। ତଥାପି ନାଟକ ଯଦି ଦର୍ଶକ ହୃଦୟ ଭିତରକୁ ପଶି ଯାଇଛି ସେ ନାଟକଟି ବର୍ଷ ବର୍ଷ ଗୋଟାଏ ବର୍ଷରେ ବି ଗୋଟେ ପୂର୍ଣ୍ଣ ସଫଳତା ଦବ। ଏଇଟା ହଉଛି କୋଣାର୍କ ରଙ୍ଗମହଲ କୋଟି କୋଟି ଡବଲ କୋଟି ଆମ ପଦୁର୍ଭକ୍ଷ କେତେ ନାଟକ ଯାତ୍ରା ଜଗତ ଉଦାହରଣ ହେଇକରି ଅଛି ଏଇ ବର୍ଷ। ତେଣୁ ସବୁ ନାଟ୍ୟକାର ମାନଙ୍କୁ ମଧ୍ୟ ଆମ କଳାକାର ଭାବରେ ଅନୁରୋଧ ଆଜ୍ଞା ଅନେକ ନାଟକ ହଉଛି। ଆପଣ ଯୋଉ କହିଲେ କୋଟି କୋଟି ଡବଲ କୋଟି, ମୁଁ ମଧ୍ୟ ନିଜେ ଏବେ ମଙ୍ଗୁଳିରେ ବର୍ଷ ଯାଇଥିଲି ଦେଖିବା ପାଇଁ। ବହୁତ ଯାତ୍ରା ନାଟକ ଭଲ ହଉଛି କିନ୍ତୁ ଲୋକଲୋଚନକୁ ଆସିପାରୁନି, ରହିଯାଉଛି।
ସେଥିପାଇଁ ମିଡିଆ ଫିଡିଆ ନାଟକରେ ଟିକେ ଦମ ଥାଏ ମିଡିଆରେ ବି ଆବଶ୍ୟକତା ନାହିଁ ଲୋକ ଦିନ ଭାଇ ତ ସହଜ ଜଣେ ଦର୍ଶକ ଦେଖିକିରି ନାଇଁ ନାଟକ ନାଟକ ଭଳି ସେ ଛୋଟ ଜାଗା ମାନଙ୍କରେ ଆମକୁ ଶୁଣେଇ ଦେଲା ସେ ବହୁତ ତାପରେ ମିଡିଆର ସାହାଯ୍ୟ ନେଇକି ନାଟକଟାକୁ ହାଇଲାଇଟ କରାଯାଏ ପ୍ରତ୍ୟେକ ଅନୁଷ୍ଠାନରେ ଏବେ ତାହାର ମର୍ମ ବୁଝି ସାରିଲେଣି ଏବଂ ମିଡିଆକୁ ମଧ୍ୟ ପ୍ରାଧାନ୍ୟ ଦେଲେ ଦେଖୁନାହାନ୍ତି ନାଟକ ସବୁ ସୁଟିଂ ଚାଲୁଛି ସେ ବୋଝ ସବୁ ପକେଇ ଗାଣ୍ଡୁଆରେ ସବୁ ମୁଣ୍ଡେଇ ବୋଝ ଫୋଝ ଗୀତ ଗୀତ ସାର୍ ଦେଖନ୍ତୁ ବର୍ତ୍ତମାନ ଏଲଇଡି ଦର୍ଶକ ହେଇଗଲା ଏଲଇଡି ସିଷ୍ଟମ ହେଲାଣି ଏଲଇଡି ଚାଲୁଛି ଆପଣଙ୍କ ସମୟ ସେମିତି ନଥିଲା ନା ଏବେ ବର୍ତ୍ତମାନ ଫିଲ୍ମ ଲାଗୁଛି କହିବା ବଲିଉଡ ଜଗତରୁ ଯୋଉ ଅଭିନେତା ମାନେ ଆସୁଛନ୍ତି ଯାତ୍ରା ମୁହାଁ ହଉଛନ୍ତି ପଇସା ଲୋଭରେ କଣ କହିବେ ଆଜ୍ଞା ଯାତ୍ରାର ମୌଳିକତା କମୁଛି କି ପଇସା ଲୋଭ ସମସ୍ତେ ଆସୁଛନ୍ତି ଜ୍ଞାନ କମ ମାନେ ଜଣେ ଅଭିନେତା ହବାର ଆଶା ରଖି ସେ କଳାକାର ଜଗତକୁ ପାଦ ଦେଇ ଦଉଛନ୍ତି ସାଧନା କହୁନି ସାଧନା ପ୍ରତି ହଉନି ତେଣୁ ତା ଦେହରୁ କିଛି କଳାକାର 100 କଳାକାର 10ଟି କଳାକାର ଲୋକଙ୍କୁ ପରିଚିତ ଲୋକଙ୍କ ପାଖକୁ ମୁହଁଟି ପଳେଇ ଯାଉଛି ଭଲ ହବ ଲୋକମାନେ ବି ଜଜମେଣ୍ଟ କରୁଛନ୍ତି ଛୁଆ ଗୋଟେ ପିଲା ଆସିଛି ଭଲ କରୁଛି ଭବିଷ୍ୟତ ଅଛି ସେଟା ତ ନୁହଁ ଆଉ ଯିଏ ସେଥିପ୍ରତି ଧ୍ୟାନ ଦେଲା ତାର ନିଷ୍ଠା ଲଗନ ଅଭିନୟ ପ୍ରତି ରଖିଲା ଶିଖିବାକୁ ଚେଷ୍ଟା କଲା ନିଶ୍ଚୟ ଭବିଷ୍ୟତ ଏବଂ ତାର କ୍ୟାରିୟର ପ୍ରତି କିଛି ଅସୁବିଧା ହବନି ଖୁବ୍ ଶୀଘ୍ର ଯାତ୍ରା ଚରମ ଶୀର୍ଷକୁ ଆପଣ ତାଙ୍କ ସମୟରେ ଗୁରୁ ଶିଷ୍ୟ ପରମ୍ପରା ଥିଲା ସେଇ କଥାରେ ମୁଁ କହୁଛି କି ଆପଣ ମୋ ଘରକୁ ଯିଏ ମାନିଲା ପଚାରିଲା ପରେ କହି ସିଏ ଭାବିଲା ନାଇଁ ମୁଁ ପଚାରିବା କିଛି ବିରଞ୍ଚନାକୁ ଆବଶ୍ୟକତା ନାହିଁ ଯୋଉଟା ଠିକ ଅଛି ଯାହା କହୁଛ ଠିକ ଆଜ୍ଞା ଆମେ ମଧ୍ୟ ଏଠି ଥିଲୁ ଆମେ ଦେଖିଥିଲୁ ଆପଣ ଆସିଲେ ସେଠିକାର ଯୋଉ କଳାକାର ମାନେ ଥିଲେ ଆପଣଙ୍କ ପାଦ ଧରି ସମ୍ମାନ ବେଳେ ବେଳେ ଦିଅନ୍ତି କଳାକାର ଆମେ ବି ସେଇ ସ୍ନେହ ଶ୍ରଦ୍ଧା ସେମାନଙ୍କୁ ବାଣ୍ଟିଛୁ ଶ୍ରଦ୍ଧା ରଖିଛୁ ସେ ପରମ୍ପରା ଯାଇ ମାନଙ୍କୁ ଦେଖିବେ ନମସ୍କାର ହବା ଆମେ ପକେଇବା ଆମ ଭିତରେ ଗୋଟେ ପରମ୍ପରା ରହି ଆସେ ସେଟା କେବେ ବୁଡିବ କୌଣସି ପାଠ ସିନେଇ 7-8 ବର୍ଷ ତେଣୁ ଏ ସହିତ ମୋର ସମ୍ପର୍କ ରହିବ ପଳେଇ ଆସିଲି କଳାକାର ବନ୍ଧୁମାନଙ୍କ ସହିତ ମିଶିବା ପାଇଁ କମିଟି ବନ୍ଧୁମାନେ ମୋର ସବୁ ସେନା ପରିଚିତ ପଡିଶା ଗାଁ ମୋର ଏଇଟା ଯାତ୍ରା ତ ଶେଷ ହେଇଗଲା ଆଗାମୀ 26-27 ଯୋଉ ଆସୁଛି ନାଇଁ ମୁଁ କୋର୍ଟକୁ ତ ଯାଇ ନାହିଁ ଆଜି ହେଲାଣି 32 ତାରିଖରେ ଆଜି ପାଇଁ 26 ଫାଇନାଲ ଆମେ ଯାତ୍ରା ଇଣ୍ଡଷ୍ଟ୍ରିରେ ଆଗଦାରର କଳାକାର ବିଚାର ଅଛୁ ଯାହାର ଆମେ ତ କୋଉ ମାଲିକ ଛଡେଇ ଆଣିନି ମାଲିକ ଆମର କାର୍ଯ୍ୟକଳାପରେ ଖୁସି ହେଇକିରି କୋଉଠି 50,000 କୋଉଠି ଲକ୍ଷେ ଏମିତି ବଢେଇ ଆମ ଦରମା ଏଭଳି ଏକ ଶୀର୍ଷକୁ ସ୍ଥାନକୁ ଆସିଛି ଯାହାକୁ ସବୁ ମାଲିକ ଦେଇପାରିବେ ସେଥିପାଇଁ କଲିଜା ଦରକାର ମାଲିକ ତେଣୁ ଗୋଟେ ଅନୁଷ୍ଠାନରେ ଯଦି ହିରୋଟିଏ ଭାଇରାଲ ରଖିଲେ ହିରୋଇନ ଭାଇରାଲ ରଖିଲେ କମେଡି ଗୋଟେ ବ୍ୟାନର ରଖିଲେ ଆମକୁ ରଖିଲେ ଇଏ ଜାଣିଛନ୍ତି ଆଦର ଗୋଟେ 2-4 ଲକ୍ଷ ଟଙ୍କା ଭିତରେ ହେଲେ ଚଳିବ ସେ ଟଙ୍କା କାହିଁକି ହିରୋଇନ ରଖିଲେ ଯୋଉ କିଛି ମାଲିକ ଅଛନ୍ତି ଯୋଉମାନେ କି ଫାଦର ମଦର ପ୍ରାଧାନ୍ୟ ନାଟକ ମାନରେ ବୁଝନ୍ତି ନାଟ୍ୟକାର ମାନଙ୍କ ସଲାହ ଦିଅନ୍ତି ନାହିଁ ବାପ ମା ଟିକେ ମଜବୁତ ରହିବା ଦରକାର ସେ ସବୁ କିଛିଟା ଅନୁଷ୍ଠାନ ରହିଛି ସେମାନେ କେବେ ସେ ଜାଗା ଦିଟାକୁ କମଜୋର କରିବେନି ତେଣୁ ସବୁ ମାଲିକ ଆମକୁ ନେଇପାରିବେନି ଆମ ପାଇଁ ଟିକେ ଅସୁବିଧା ସେଇଆ ଜୁନ ମାସରେ ଚାକିରି ଖୋଜିବା ଇଏ ମୋ ଯାତ୍ରା ଜୀବନର ଗୋଟେ ପ୍ରଥମ ଦେଖାଯାଉ କଣ ହଉଛି ମୁଁ ଏପର୍ଯ୍ୟନ୍ତ କୋଉଠି ଅନୁଷ୍ଠାନରୁ ଚୁକ୍ତିବଦ୍ଧ ହେଇନି ଦର୍ଶକ ମାନଙ୍କୁ ଗୋଟେ ଡାଇଲଗ କଣ ଡାଇଲଗ କହିଲେ ଭାଇ ଭାରି ବଢିଆ ମୁଁ ତ ନେଗେଟିଭ ଛାଡି 5-10 ବର୍ଷ ହେଲା ଆଉ ଚରିତ୍ର ଡାଇଲଗ କଣ କହିବି ତଥାପି ଗୋଟେ ଡାଇଲଗ ଅଛି ରାଜଧାନୀର ରାଜା ପୁଅ ଗୋଟେ ଜେଜେ କହୁଛି ମୋ ନାତି ମାନଙ୍କର ମତେ ନେଇ ଗୋଟେ ସଂସାର ପୁଅ ବୋଉ ନାହାନ୍ତି ନାତି ମାନଙ୍କୁ ମଣିଷ କରିଛୁ ତେଣୁ ସେ ନାତି ମାନଙ୍କ ଭିତରେ 2 ନାତିଙ୍କର ଗୋଟେ ଦିନ ବାହାଘର କରିଛି ବୋହୂ ଆସିଛନ୍ତି ସେ ବୋହୂ ମାନଙ୍କ ନାତି ମାନଙ୍କ ଭୁଲ ବୁଝାମଣା ସୃଷ୍ଟି ସେତିକି ବେଳେ ମୁଁ ଆସିକି ପହଞ୍ଚିଛି
হ্যাঁ आपण माने सीधा सड़क देखि पारुथिले आम गहन थे यात्रा जगतर जड़े चर्चित अभिनेता बीरेंसी नारायण दास महोदय तांको मनरे अनेक क्षोभ रही वर्तमान पर्यंत मध्य से कौन यात्रा अनुष्ठान रे चुक्तिबद्ध होई नाहंती विगत यात्रा अनुष्ठान रे गोटे राजधानी अपेरा रे से योगदान करथिले एवं तांकर प्राप्य मध्य आज पर्यंत पाई नाहंती।